बंधुगण आचार्य चाणक्य नीति अनुसार केउं स्थान को जीवा विपदपूर्ण बा संकटपूर्ण होता है केउं स्थान बारण रही आसतु जानिबा एवं खुशी खुशी रे जीवन बितेबा। यस्मिन् देशे न सम्मान न वृत्तिर्न च बान्धवाः न च विद्यागम अप्यस्ति वासस्तत्र न कारयेत्। बंधुगण ध्यान दे शुणु आचार्य चाणक्य कौन कही जाइछन्ति। ଯେଉଁ ଦେଶରେ ସମ୍ମାନ ନଥାଏ, ଯେଉଁଠାରେ ବଞ୍ଚିବା ପାଇଁ ବ୍ୟବସାୟ ନ ମିଳେ, ଯେଉଁଠି ନିଜର ଭାଇ ବନ୍ଧୁ ରହୁନଥାନ୍ତି କିମ୍ବା ଯେଉଁଠି ବିଦ୍ୟା ଅଧ୍ୟୟନ ସମ୍ଭବପର ହୋଇନଥାଏ, ସେହି ସବୁ ସ୍ଥାନରେ ନ ରହିବା ଦରକାର। ଯଦି ମଣିଷ ଏହିସବୁ ସ୍ଥାନକୁ ଯାଏ ବା ଏହିସବୁ ସ୍ଥାନରେ ବସବାସ କରେ ତେବେ ତା ଭବିଷ୍ୟତ ଦୁଃଖପୂର୍ଣ୍ଣ ହୋଇଥାଏ ବା କଷ୍ଟରେ ଭରି ଯାଇଥାଏ। ଅତି ସଂକ୍ଷିପ୍ତ ଭାବରେ କହିବାକୁ ଗଲେ ଯେଉଁଠାରେ କୌଣସି ବ୍ୟକ୍ତିର ସମ୍ମାନ ନଥାଏ, ଯେଉଁଠାରେ ବ୍ୟକ୍ତିକୁ ଅର୍ଥ ଉପାର୍ଜନ କରିବା ପାଇଁ କୌଣସି କାମ ମିଳେ ନାହିଁ, ଯେଉଁଠାରେ ନିଜର କୌଣସି ଭାଇ ବନ୍ଧୁ କି ସମ୍ପର୍କୀୟ ବା ପରିଚିତ ବ୍ୟକ୍ତି ରହୁନଥାନ୍ତି, ଯେଉଁଠାରେ ବିଦ୍ୟା ଗ୍ରହଣ କରିବାର ସାଧନ ନଥାଏ, ଅର୍ଥାତ୍ ଯେଉଁଠାରେ ସ୍କୁଲ କଲେଜ ବା ପୁସ୍ତକାଳୟ ଆଦି ନଥାଏ, ଏହିପରି ସ୍ଥାନମାନଙ୍କରେ ରହିଲେ କୌଣସି ପ୍ରକାରର ଲାଭ ମିଳିନଥାଏ। ଏଣୁ ଏହିଭଳି ସ୍ଥାନକୁ ତ୍ୟାଗ କରିଦେବା ଏକାନ୍ତ ଆବଶ୍ୟକ। ଅର୍ଥାତ୍ ମନୁଷ୍ୟକୁ ଏକ ଉପଯୁକ୍ତ ସ୍ଥାନ ଚୟନ କରିବା ପାଇଁ ପଡ଼ିବ, ଯେଉଁଥିରେ କି ସେ ସୁସ୍ଥ ରହିବା ସହିତ ଭବିଷ୍ୟତ ଜୀବନ ନିବାରଣ ପାଇଁ ବ୍ୟବସାୟ ଆରମ୍ଭ କରିପାରୁଥିବ। ସେଠାକାର ସମାଜ ହିଁ ତାର ପ୍ରକୃତ ସମାଜ ହେବ। କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଅଟେ। ସେ କେବଳ ଜୀବନ ଜୀବିକା ଉପରେ ଆସ୍ଥାଶୀଳ ହୋଇ ବଞ୍ଚିପାରିବ ନାହିଁ। ଯେଉଁଠାରେ ତାର ମିତ୍ର ବନ୍ଧୁ ରହିଥିବେ ଏବଂ ଆଜୀବନ ପାଇଁ ଜୀବିକା ସ୍ଥାନ ବି ରହିଥିବ, ତାହା ନିଶ୍ଚିତ ଭାବରେ ତା ପାଇଁ ଉପଯୁକ୍ତ ସ୍ଥାନ ହୋଇପାରିବ। ବିଚାର ଶକ୍ତିକୁ ସକ୍ରିୟ ରଖିବାକୁ ହେଲେ ଜ୍ଞାନ ପ୍ରାପ୍ତିର ସାଧନ ମଧ୍ୟ ରହିବା ଦରକାର, କାରଣ ତାହା ବିନା ମନୁଷ୍ୟ ଆଦୌ ବଞ୍ଚିପାରିବ ନାହିଁ। ଏହିସବୁ କାରଣରୁ ଆଚାର୍ଯ୍ୟ ଚାଣକ୍ୟ ନୀତିବାଣୀ ଭାବରେ କହୁଛନ୍ତି ଯେ ବ୍ୟକ୍ତିକୁ ଏପରି ଦେଶରେ ନିବାସ କରିବା ଉଚିତ ନୁହେଁ ଯେଉଁଠି ତାହାର ସମ୍ମାନ ନଥିବ, ବଞ୍ଚିବାର କୌଣସି ସାଧନ ନଥିବ, ନା ବନ୍ଧୁବାନ୍ଧବ ଥିବେ, ନା ବିଦ୍ୟା ପ୍ରାପ୍ତିର କୌଣସି ସାଧନ ଥିବ, ବରଂ ଏହିସବୁ ଯେଉଁଠାରେ ଉପଲବ୍ଧ ଥିବ ସେହିଠାରେ ବାସ କରିବା ଦରକାର।